ପ୍ରାର୍ଥୀପତ୍ର ଦାଖଲ କଲୁ ସବକଲେକ୍ଟରଙ୍କ ପାଖରେ। ଆମର ସମସ୍ତ ପ୍ରପୋଜର ଥିଲେ, ସେକେଣ୍ଡର ଥିଲେ, ଭାଇମାନେ ଥିଲେ। ଆମର ପ୍ରାର୍ଥୀପତ୍ର ଦାଖଲ ସରିଲା ଏବଂ ଇଏ ତ ମୋ ପାଇଁ ନୂଆ ନୁହେଁ, ଆଗରୁ ବି କରିଥିଲି। ତେଣୁ ପ୍ରାର୍ଥୀପତ୍ର ଆଜି ଗୋଟେ ଦିନ ଆମେ କଲୁ। ଯାହା ପ୍ରଭୁ ଜଗନ୍ନାଥ ମା ବୁଢ଼ୀ ଠାକୁର ଆଶୀର୍ବାଦରୁ ସମସ୍ତଙ୍କର ସହଯୋଗ ଆଶୀର୍ବାଦରୁ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଗଲା। ଆପଣମାନଙ୍କ ଜରିଆରେ ମୁଁ ଏତିକି ଅନୁରୋଧ କରିବି ସମସ୍ତଙ୍କୁ, ସମସ୍ତେ ମୋତେ ଟିକେ ସହଯୋଗ କରନ୍ତୁ, ଆଶୀର୍ବାଦ କରନ୍ତୁ। ଭାରତ ବର୍ଷରେ ମୋଦିଜୀଙ୍କ ଯେଉଁ ଗ୍ୟାରେଣ୍ଟି କାମ ଦେଉଛି ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ବିକାଶ କାର୍ଯ୍ୟକ୍ରମ କରୁଛନ୍ତି ଓଡ଼ିଶା ପାଇଁ ଏବଂ ଅନୁଗୁଳ ଜିଲ୍ଲା ପାଇଁ ଯେଉଁ ସ୍ୱତନ୍ତ୍ର ଚିନ୍ତା, ବିଶେଷ କରି ଅନୁଗୁଳ ପାଇଁ, ସେ ଚିନ୍ତାରେ ଆମେ ତାଙ୍କର ବିକାଶ ଧାରାରେ ସାମିଲ ହୋଇକି ଅନୁଗୁଳ ପାଇଁ ନୂଆ ଚିନ୍ତା କରିବା। ବହୁତ ଦିନ ହେଲା ବହୁତ ଲୋକ ଶାସନ କରିଛନ୍ତି, 25 ବର୍ଷ ହେଲା ଅନୁଗୁଳରେ ଯାହା ଉନ୍ନତି ହେବା କଥା ତାହା ହେଇନି। ତେଣୁ ଅନୁଗୁଳର ବିକାଶ ଆଉ ଉନ୍ନତି ପାଇଁ ଜନସାଧାରଣ ତାଙ୍କ ମନ ଭିତରେ ଭରି ସାରିଛନ୍ତି। ତେଣୁ ତାଙ୍କର ଆଶୀର୍ବାଦ ଏବଂ ଭୋଟର ଭାଇ ଭଉଣୀମାନଙ୍କର ସାହାଯ୍ୟ ସହଯୋଗ ଯଦି ହେବ, ନିଶ୍ଚୟ ଅନୁଗୁଳ ଜିଲ୍ଲାରେ ଏବଂ ଓଡ଼ିଶାରେ, ଭାରତବର୍ଷରେ 1 ନମ୍ବର କରିବି ଏବଂ ସମସ୍ତଙ୍କର ଯେଉଁ ଆଶା ଅଛି ତାକୁ ନିଶ୍ଚୟ ଆମେ ପୂରଣ କରିବୁ। ମୋଦିଜୀଙ୍କ ଗ୍ୟାରେଣ୍ଟିକୁ ନେଇ କାମ କରିବୁ। ମୋଦିଜୀ ଯେମିତି ଗ୍ୟାରେଣ୍ଟି ଦିଅନ୍ତି, ଆମେ ମଧ୍ୟ ଗ୍ୟାରେଣ୍ଟି ଦେଉଛୁ ଯେ ସମସ୍ତଙ୍କର ସୁଖ ଦୁଃଖ ରହିବୁ, ସମସ୍ତଙ୍କର ବିକାଶ କରିବୁ, ଅନୁଗୁଳର ଉନ୍ନତି ହେବ। ସବକା ସାଥ ସବକା ବିକାଶ। ଧନ୍ୟବାଦ। ଅନୁଗୁଳ ନିର୍ବାଚନ ମଣ୍ଡଳୀରେ 25 ବର୍ଷ ହେଲା ଗୋଟେ ଚାଲିଛି। ସେମାନେ ସବୁ ବର୍ଷ ବିରୋଧୀ ଦଳ ବିଜୁ ଜନତା ଦଳ ବାଲା ଯିଏ ଏଠି MLA ଥିଲେ, ବାରମ୍ବାର କହି ଆସିଥିଲେ, 5ଟା ଟର୍ମ ହେଇଗଲା ହିଡସିଂ ପ୍ରୋଜେକ୍ଟ ଖାଲି କାଗଜପତ୍ର ରହିଲା, ହିଡସିଂ କହି ଭୋଟ ନେଲେ। ଗୋଟେ ବନ୍ତଳାରେ ଗୋଟେ ଦମକଳ କେନ୍ଦ୍ର ହେବା କଥା, ସେ ବି ହେଇପାରିଲାନି। NH 55 କଥା ସବୁବେଳେ ଖାଲି କହିଲେ NH 55 ଗାଡ଼ି, ଏତେ ଲୋକ ମରିଯାଉଛନ୍ତି, କେବେ ନିଜର ଚିନ୍ତା ନଥିଲା। କିନ୍ତୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲାଗିକି NH 55 କାମ ସରିଗଲାଣି, ବର୍ତ୍ତମାନ ପାଟି ଫିଟୁନି। ତେଣୁ ଯେଉଁ କାମ କରିବା କଥା ମୋଦି ଯାହା କହନ୍ତି କରନ୍ତି, ତାହା ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରେଇକି ଦେଖେଇଲେ ଏବଂ ବର୍ତ୍ତମାନ NH 55 କାମ ସରିଲା। ନୂଆ ହାତାରୁ ରନ୍ତିଲି ପର୍ଯ୍ୟନ୍ତ ଲାଇଟ୍ ବି ଲାଗିବ। ବାଇପାସ୍ କାମ ଆଉ କିଛି ସମୟ ଅଛି। ତେଣୁ କାମ ଯାହା କହନ୍ତି ମୋଦିଜୀ ତାହା କରନ୍ତି। ତାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଇ ଧାରାରେ ନେଇ ଯାଇଥିଲେ, ଆମେ ମଧ୍ୟ ସେଇ ଧାରାରେ ନେଉଛୁ। ତେଣୁ ଆମେ ଚାହୁଁଛୁ ଯେ ଅନୁଗୁଳରେ ଯାହା ସମସ୍ୟା ଅଛି, ବହୁତ ସମସ୍ୟା ଅଛି। କୃଷକମାନଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ନାହିଁ। ଆପଣ ଦେଖନ୍ତୁ ଚାଷୀମାନେ କି ହନ୍ତସନ୍ତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯାହାକୁ ମିଳିବା କଥା ମିଳୁନି। ଭତ୍ତା ଯେଉଁମାନେ ପାଇବା କଥା ମିଳୁନି। ଭତ୍ତା ମରିଥିବା ଲୋକ ଭତ୍ତା ପାଉଛନ୍ତି, ଚାଉଳ ପାଉଛନ୍ତି। ଆମେ ଦେଇଥିଲୁ କମ୍ପ୍ଲେନ୍, ଆପଣମାନେ ଜାଣିଥିବେ। ୟାଠୁ ଭଳି ଦୁର୍ଦିନ କଥା କ'ଣ? ୟାଠୁ ଭଳି ଦୁର୍ନୀତି କଥା ଆଉ କ'ଣ? ମରିଥିବା ଲୋକଙ୍କ ଚାଉଳ ଉଠୁଛି, ଭତ୍ତା ଉଠୁଛି। ତେଣୁ ଏଇଥିରେ ଚାଲିଛି ଶାସନ। ଖାଲି ଏଠି ଅନୁଗୁଳ ବ୍ଲକ 2ଟା ଅଛି, ମ୍ୟୁନିସିପାଲିଟି ଅଛି, କାମ କିଛି ହେଉନି। ଖାଲି ଦଲାଲମାନଙ୍କର ପେଟ ପୋଷୁଛନ୍ତି ଆଉ କିଛି ଲୋକ, ମୁଷ୍ଟିମେୟ ଲୋକ ଏଠି ଚଳୁଛନ୍ତି। ଅନୁଗୁଳ ଗରିବ ଜନସାଧାରଣ ଯାହା ଚାହୁଁଛନ୍ତି, ମୋଦି ଯାହା ଉପରୁ ଦେଉଛନ୍ତି, ତାଙ୍କର ଯେଉଁ ଯୋଜନା ତାହା ଠିକ୍ ଭାବରେ ପହଞ୍ଚୁନି ତାଙ୍କ ପାଖରେ। ବହୁତ ଯୋଜନା ହେଇଛି। ମୋଦିଙ୍କର ଚାଉଳ ଦେଉଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଦେଉଛନ୍ତି, ସ୍ୱଚ୍ଛ ଭାରତ ଦେଲେ, ଆୟୁଷ୍ମାନ ଯୋଜନା ବି ଏତେ ପର୍ଯ୍ୟନ୍ତ ଲାଗିନି। ତେଣୁ ସବୁ ପ୍ରକାର ଦେଉଛନ୍ତି, ମୋଦିଙ୍କର ଯୋଜନାକୁ ଏଠି ହଡ଼ପ କରାଯାଉଛି। ତାକୁ ଆମେ ପହଞ୍ଚେଇବୁ ଲୋକଙ୍କ ପାଖରେ, ଏ ପ୍ରତିଶ୍ରୁତି ଦେଉଛୁ ଏବଂ ଅନୁଗୁଳକୁ 1 ନମ୍ବର କରିବା ପାଇଁ ଆମର ପ୍ରଥମ ଚିନ୍ତା। ଅନୁଗୁଳରେ ଠକିବୁନି, ତାଙ୍କ ଭଳିଆ 25 ବର୍ଷ ଯେଉଁ ଶାସନ କରିକି ଠକିକି ଭୋଟ ନେଉଛି, ସେ କଥା ହେବନି ଆମ ଦ୍ୱାରା। ଯାହା କହିବୁ କରିବୁ, ଚେଷ୍ଟା କରିକି ନିଶ୍ଚୟ ଅନୁଗୁଳବାସୀଙ୍କୁ ତାଙ୍କର ହକ୍ ଦେବୁ। ତାଙ୍କ ହକ୍ ତାଙ୍କ ପାଖରେ ପହଞ୍ଚିବା ଦରକାର। ସବକା ସାଥ ସବକା ବିକାଶ ହେବ। ସମସ୍ତଙ୍କୁ ନେଇ କାର୍ଯ୍ୟକ୍ରମ କରାଯିବ ଏବଂ ଅନୁଗୁଳ ଉନ୍ନତି ହେଲେ ଆମେ ସମସ୍ତେ ଖୁସି ହେବୁ। ଅନୁଗୁଳ 1 ନମ୍ବର ହେଉ, ଏଇଟା ମୋର ଆଶା। ଅନୁଗୁଳ ଜନସାଧାରଣଙ୍କୁ ମୁଁ ପୁଣି ଥରେ ଆପଣମାନଙ୍କ ଜରିଆରେ ତାଙ୍କର ଆଶୀର୍ବାଦ ଭିକ୍ଷା କରୁଛି, ତାଙ୍କର ସହଯୋଗ ଭିକ୍ଷା କରୁଛି।